ଆପଣ ଦେଖିପାରୁଥିବେ ଆମର ସଂଗଠନର ଭାଇମାନେ ଭଉଣୀମାନେ ପହଞ୍ଚି ଯାଇଥିଲେ ବନ୍ଦ ବ୍ଲକ ହାଟଡି ପାଖରେ ପହଞ୍ଚି ଯାଇଥିଲେ। ସେଠି ଯେଉଁ ଗୌରୀଜେନା ପରିବାର ରହୁଥିଲେ, ଗୌରୀଜେନାଙ୍କ ପରିବାର ବିଷୟରେ ପ୍ରଥମେ ଆମେ ନ୍ୟୁଜ୍ ମାଧ୍ୟମରେ ପାଇଥିଲୁ। ଗୌରୀଜେନା ଜଣେ ହାର୍ଟ ପେସେଣ୍ଟ, ତାଙ୍କର ହାର୍ଟ ପ୍ରୋବ୍ଲେମ୍ ବାହାରିବା ପରେ ସେ ଅପରେସନ୍ ହେଇଥିଲେ ଏବଂ ରୋଗିଣା ବାପାଙ୍କୁ ନେଇକି ରହୁଥିଲେ। ପରବର୍ତ୍ତୀ ସମୟରେ ଯେଉଁ ତାଙ୍କର ଝିଅଙ୍କର ହାର୍ଟ ଅପରେସନ୍ ହେବା ପରେ ତାଙ୍କର ବାପା ମୃତ୍ୟୁବରଣ କରିଥିଲେ। ଏହାପରେ ସଂଗଠନର ଭାଇମାନେ ସବୁ ଜାଣିବା ପରେ ଆମର ସଭାପତିଙ୍କ ନେତୃତ୍ୱରେ ଆମେ ବାହାରି ଯାଇଥିଲୁ ହାଟଡି ପାଖରେ। ସେଠି ଯାଇ ଦେଖିଲୁ ଗୌରୀଜେନାଙ୍କ ପରିବାର ବହୁତ ଦୁଃଖଦ ପରିସ୍ଥିତିରେ ଗତି କରୁଛନ୍ତି। ଏହି ଘଟଣା ଦେଖିବା ପରେ ଆମେ ବିଭିନ୍ନ ରାସନ ସାମଗ୍ରୀ ନେଇକି ଯାଇଥିଲୁ ଏବଂ ତାଙ୍କୁ ଏକ ଆର୍ଥିକ ସହାୟତା ଚେକ୍ ଆକାରରେ ଆର୍ଥିକ ସହାୟତା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବି ସହଯୋଗର ହାତ ବଢ଼ାଇବା ପାଇଁ ସଭାପତି କହିଥିଲେ। ଗୌରୀଜେନା ତାଙ୍କର ବାପାଙ୍କ ମୃତ୍ୟୁ ପରେ ସାନ ଭଉଣୀ ଏବଂ ମାଆଙ୍କୁ ନେଇ ଚଳୁଥିଲେ। ଆର୍ଥିକ ପରିସ୍ଥିତି ବହୁତ ଖରାପ, ତାଙ୍କର ପରିବାର ଚଳାଇବା ପାଇଁ ଏମିତି ବି କଷ୍ଟକର ହେଇଥିଲା। ତାଙ୍କର ରୋଜଗାରକ୍ଷମ ଯିଏ ତାଙ୍କ ରୋଜଗାର କରୁଥିଲେ ତାଙ୍କ ବାପା ତାଙ୍କ ପାଖରେ ଆଉ ନାହିଁ। ଏହି ଖବର ଆମେ ଶୁଣିଥିଲୁ। ଶୁଣିବା ପରେ ବି ତାଙ୍କୁ ଗୋଟେ ଚେକ୍ ଆକାରରେ ପଇସା କିଛି ଆର୍ଥିକ ସହାୟତା କରାଯାଇଥିଲା ଏବଂ ତାଙ୍କୁ ପ୍ରତି ମାସ 6 ମାସ ଯାଏଁ ତାଙ୍କ ସାନ ଭଉଣୀଙ୍କୁ ପାଠ ପଢ଼ିବା ପାଇଁ 500 ଟଙ୍କା ଲେଖାଏଁ 6 ମାସ ପାଇଁ ଦେବା ପାଇଁ ଘୋଷଣା ବି କରିଥିଲେ। ଆମ ସଭାପତି ଘୋଷଣା କରିଥିଲେ। ଆପଣ ଦେଖିପାରୁଥିବେ ତାଙ୍କର ଘରର ପରିସ୍ଥିତି ବହୁତ ଶୋଚନୀୟ। ଗୌରୀଜେନା ନିଜେ ବି ପାଠ ପଢ଼ି ପାରିଲେନି, ଶେଷରେ ପାଠରୁ ବଞ୍ଚିତ ରହିଲେ। ତାଙ୍କର ହାର୍ଟ ପ୍ରୋବ୍ଲେମ୍ ବାହାରିବାରୁ ହାର୍ଟ ବହୁତ କଲେକ୍ସନ୍ କରିଥିଲେ, ଗାଁର କଲେକ୍ସନ୍ କରିକି ମେଡ଼ିକାଲ ଟ୍ରିଟମେଣ୍ଟ କରିଥିଲେ। ଯାହା ଅନେକ ସମୟରେ ବି ଗାଁର ଲୋକମାନେ ତାଙ୍କୁ ଖାଇବାକୁ ଦେଉଥିଲେ, ପାଳି କରିକି ଦେଉଥିଲେ। ସେଇଟାରେ ଯାହା ଗାଁ ଲୋକ ଦିଅନ୍ତି ସେଇଟାରେ ହିଁ ସେ ଚଳୁଥିଲେ। ଯାହା ହଉ ଆମର ସଂଗଠନର ଭାଇମାନେ ସମସ୍ତେ ଆମେ ମିଶି ତାଙ୍କ ପାଇଁ ଗୋଟେ ଆର୍ଥିକ ସହାୟତା ପଇଠ କରିଥିଲୁ ଏବଂ ତାଙ୍କ ଘରେ ପହଞ୍ଚିଥିଲୁ। ଆଜି ଆପଣ ଦେଖିପାରୁଥିବେ ଆମର ସଂଗଠନ ଭାଇମାନେ ତାଙ୍କ ଆର୍ଥିକ ସହାୟତା କରୁଛନ୍ତି ଗୌରୀଜେନା ହାଟସାହି। ଆପଣ ଯଦି ଚାହୁଁଛନ୍ତି ଏହି ପରିବାରକୁ, ଦୁଃଖଦ ପରିବାରକୁ ସାହାଯ୍ୟ କରିବା ପାଇଁ, ହାତ ବଢ଼ାଇବା ପାଇଁ ଚାହୁଁଛନ୍ତି, ଆପଣ ମଧ୍ୟ ଯୋଗାଯୋଗ କରିପାରିବେ, ଗୌରୀଜେନାଙ୍କୁ ଆର୍ଥିକ ସହାୟତା କରିପାରିବେ।